ଏମିତି କୌଣସି ପୁନେଇ ପର୍ବ ନାହିଁ ଯେଉଁଥିରେ କି ଆମ ଓଡ଼ିଆ ଘରେ ପିଠାପଣା ତିଆରି ନ ହେଇଛି। ସବୁବେଳେ ତ ଆମେ ବିରି, ଚାଉଳ ଓ ନଡ଼ିଆ ନେଇ ପିଠା କରୁଛେ। ଏଥର କିନ୍ତୁ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବରେ ତିଆରି କରିବା ସବୁ ପିଠାମାନଙ୍କ ଭିତରେ ସୁଆଦିଆ ପିଠା ମୁଗ ଚାଉଳର ଚନ୍ଦ୍ରକାନ୍ତି ପିଠା, ଯାହାର ଉପର ଭାଗ ଏକଦମ କ୍ରିସ୍ପି ଓ ଭିତର ପାଖ ତୁଳା ଭଳି ନରମ। ଜୟ ଜଗନ୍ନାଥ। ହ୍ୟାଲୋ ଫ୍ରେଣ୍ଡସ୍। ତ ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ଆଉ ଯଦି ଆପଣଙ୍କୁ ରେସିପି ପସନ୍ଦ ଆସିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲକୁ ପ୍ରଥମ ଥରକ ଭିଜିଟ୍ କରୁଥିଲେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିନେବେ। ତ ଏ ପିଠା ତିଆରି କରିବା ପାଇଁ ଆମେ ପ୍ରଥମେ ଗୋଟେ ଗିନା ହଉ ବା ବଲ୍ ହଉ ସେଟ୍ କରିନେବା, ଯେଉଁଥିରେ କି ଆମେ ସବୁ ଜିନିଷ ମାପିକି ନେବା। ସେଥିପାଇଁ ଏଠି ମୁଁ ଗୋଟେ ବୋଲରେ ନେଇଛି, ସେ ବୋଲରେ ନେଇଛି 2 ଗିନା ମୁଗ ଡାଲି ଆଉ ଅଧା ଗିନା ଅରୁଆ ଚାଉଳ। ଯେଉଁ ନର୍ମାଲ ଯେଉଁ ଅରୁଆ ଚାଉଳ ଆମେ ଘରେ ଭାତ କରୁ ସେଇ ଅରୁଆ ଚାଉଳ ଆଉ ମୁଗ ଡାଲି। ତାକୁ ଭଲ ଭାବରେ ଧୋଇକି ଆମେ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ଭିଜେଇକି ରଖିନେବା। ଦେଖନ୍ତୁ 3 ଘଣ୍ଟା ହେଇଯାଇଛି। 3 ଘଣ୍ଟା ଭିତରେ ଚାଉଳ ମୁଗ ଭଲ ଭାବରେ ଭିଜିକି ପୁରା ଫୁଲି ଯାଇଛି। ଏବେ ମୁଗ ଡାଲିକୁ ଆଉ ଚାଉଳକୁ ଏକାଠି ମିଶାଇଦେବା। ମିଶାଇକି ଆମେ ପାଣି ବାହାର କରିଦେଇକି ଗ୍ରାଇଣ୍ଡର ଜାରରେ ଦେଇକି ବାଟି ଆଣିବା। ଚାଉଳ ଆଉ ମୁଗ ଡାଲି ଭଲ ଭାବରେ ମିଶାଇକି ଆମେ ବାଟିବା। ସେଇ ଏକା କପ୍ ଯେଉଁ ଗିନା ନେଇଛି ବା ବଲ୍ ନେଇଛି ସେଥିରେ ଆମେ ଗୋଟେ ଗିନା ପାଣି ନେବା, ଆଉ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇକି, ବେଶୀ ପାଣି ନ କରିକି ଅଳ୍ପ ଅଳ୍ପ ପାଣି ଦେଇକି ବାଟିବା। ଦେଖନ୍ତୁ ଯେଉଁ ବ୍ୟାଟରଟା ବାଟିଲା ବେଳେ ପୁରା ଏକଦମ ଫାଇନ୍ ପେଷ୍ଟ ନ କରିବା ବା ପ୍ଲେନ୍ ପୁରା ନ କରିକି ଟିକେ ହାଲକା ଦରଦରା ରଖିବା, ଯେମିତିକି ହାତରେ ଟିକେ ଧରିଲେ ହାତକୁ ଯେମିତି ଟିକେ ଗୁଣ୍ଡ ଗୁଣ୍ଡ ବା ଯେମିତି ସୁଜି ଧରିଲେ ଯେମିତି ଲାଗେ ସେଇଭଳିଆ ଯେମିତି ଲାଗୁଥିବ, ସେଇଭଳି ବାଟିକି ଆଣିବା। ଏବେ ସବୁତକ ବାଟିକି ଆମେ ରଖିଦେବା। ମୁଁ ଏଠି ଗୋଟେ ଗିନା ପାଣି ୟୁଜ୍ କରିଛି, ଆଉ ଅଧା ଗିନା ପାଣିକୁ ମିକ୍ସର ଜାରରେ ଦେଇକି ଧୋଇକି ସେଥିରେ ଦେଇଦେଇଛି। ଏବେ ଗୋଟେ ଭଲ ବଡ଼ ବାସନ ଥାଳି ହଉ ବା ଏମିତି ଗୋଟେ କେକ୍ ଟିନ୍ ମୁଁ ନେଇଛି, ଗୋଟେ ଥାଳି ହଉ ଗୋଟେ ଗାଡ଼ୁଆ ବାସନ ହଉ ସେଥିରେ ଘିଅ ଲଗେଇକି ଭଲ ଭାବରେ ଗ୍ରୀସ୍ କରିଦେଇକି ଆମେ ରଖିନେବା। ଆଉ ତାପରେ ଟିକେ ରାଶି ଛିଞ୍ଚିଦେବା, ଧଳା ରାଶି, ଯେମିତିକି ପିଠାଟା ଆମର ସ୍ୱାଦ ଖୁବ୍ ସୁନ୍ଦର ଦେଖାଯିବ। ଏବେ ଗୋଟେ ମୋଟା କଡ଼େଇ ଟିକେ ବସାଇବା, ଗ୍ୟାସ୍ ଉପରେ ବସାଇବା। ତ ସେଥିରେ ପାଣି ଦେବା। ଯେଉଁ ଗିନାରେ ଆମେ ଡାଲି ଚାଉଳ ମାପିକି ନେଇଥିଲେ ସେଇ ଏକା ଗିନା 1.5 ଗିନା ପାଣି ଏଠି ଡାଲି ଚାଉଳ ବାଟିବା ପାଇଁ ମୁଁ ୟୁଜ୍ କରିଛି। ଏବେ କଡ଼େଇରେ ଦେବା 2.5 ଗିନା ବା 3 ଗିନା ପାଣି। ଟୋଟାଲ 2 ଗିନା ମୁଗ ଡାଲି ପାଇଁ ଏଠି ମୁଁ 4 ଗିନା ପାଣି ୟୁଜ୍ କରିଛି। ଏବେ ପାଣିକୁ ଦେଇ ସାରିଲା ପରେ କଢ଼େଇରେ ସେଥିରେ 2 ଚାମଚ ଘିଅ, 1 ଚାମଚ ପାନମହୁରି, 1 କପ୍ ପୁରା ନଡ଼ିଆର କୋରା, ମାନେ ଫାଳେ ନଡ଼ିଆକୁ କୋରିକି ନେଇଛି, ନଡ଼ିଆ କୋରା, 1 ଚାମଚ ଲୁଣ, ଛୋଟ ଚାମଚ ଲୁଣ, 1 କପ୍ ପୁରା ଦେବା ଚିନି। ଯେଉଁ କପ୍ରେ ଆମେ ମାପିକି ନେଇଥିଲେ ଡାଲି ସେଇଥିରେ ହିଁ ପୁରା ଫୁଲ୍ କପ୍ ଚିନି ଦେବା। 1 ଚାମଚ ଗୋଲମରିଚ ଗୁଣ୍ଡ ଆଉ 1 ଚାମଚ ଗୁଜୁରାତି ଗୁଣ୍ଡ, ଆଉ ବାକି ଯେଉଁ ଧଳା ରାଶି ଆମେ ଅଳ୍ପ ଛିଞ୍ଚିକି ରଖିଥିଲେ ଥାଳିରେ ବାକି ଯାହା ଅଛି ସେଥିରେ ଦେଇଦେବା। 2 ଚାମଚ ଧଳା ରାଶି ଦେଇଦେବା। ଦେଇସାରିକିନା ପାଣିଟା ଯେମିତି ଟିକେ ଫୁଟି ଆସିବ ଗ୍ୟାସ୍ର ଫ୍ଲେମ୍କୁ କମ୍ କରିଦେବା। କମ୍ କରିଦେଇକି ଯେଉଁ ଡାଲି ଚାଉଳ ବାଟିକି ଆମେ ରଖିଥିଲେ ତାକୁ ଏଥିରେ ଦେଇକି କଡ଼େଇରେ ଢାଳିଦେବା। ଢାଳିକି ଆମେ ତାକୁ ଲଗାତାର, ଜମା ହାତକୁ ବନ୍ଦ ନ କରିକି ଲଗାତାର ତାକୁ ଗୋଳେଇ ଗୋଳେଇକି ଆମେ ରାନ୍ଧିବା, ଯେମିତିକି ଚାଉଳ ଡାଲିର ବଟାଟା ପୁରା ଅଟା ଭଳିଆ ଜନ୍ତୁଣି ହେଇକି ସେଟ୍ ହେଇଯିବ। ଏଇଠି ଗୋଟେ କଥା ମନେ ରଖିବା, ଟୋଟାଲି ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିଦେଇକି ବା ଲୋ କରିଦେଇକି ଏଟାକୁ ଜନ୍ତୁଣିବେ, ନହେଲେ ସେ ତଳେ ଲାଗିଯିବ ଆଉ ହାତ ଜମା ରଖିବେ ନାହିଁ। କଣ୍ଟିନ୍ୟୁଅସଲି ତାକୁ ଗୋଳେଇବାକି କରିବେ। ଯେତେବେଳେ ଏମିତି ପୁରା ବ୍ୟାଟରଟା ପୁରା ଥିକ୍ ହେଇଯିବ, ମୋଟା ହେଇଯିବ, ମାନେ ଯେମିତି ସ୍ପାଚୁଲାରୁ ଛାଡ଼ିବ, ପିଠା ପିଠାରୁ ଛାଡ଼ି ଛାଡ଼ିଯିବ, ଜାଣିବେ ଆମର ଚାଉଳ ଜନ୍ତୁଣି ହେଇଗଲା, ଆଣଟା ଜନ୍ତୁଣି ହେଇଗଲା। ଏବେ ସାଙ୍ଗେ ସାଙ୍ଗେ ତଳକୁ କାଢ଼ି ଆଣିବା। କାଢ଼ି ଆଣିକି ଆମେ ଯେଉଁ ଗିନା ବା ପ୍ଲେଟ୍ ଯେଉଁଥିରେ ଘିଅ ଲଗେଇକି ଗ୍ରୀସ୍ କରିକି ରଖିଥିଲେ ସେଥିରେ ଏଗୁଡ଼ା କାଢ଼ି ଦେଇକି ତାକୁ ସାଙ୍ଗେ ସାଙ୍ଗେ ହାତରେ ଟିକେ ଏମିତି ଫେଲେଇକି ଚାରିପଟରେ ସେଟ୍ କରିଦେବା। ଟିକେ ହାତରେ ଘିଅ ଲଗେଇ ଦେଇକି ଉପରଟା ଏମିତି ଭଲ ଭାବରେ ଚାରିପଟ ଚାରିକଣିଆ କରିକିନା ରଖିଦେବା ହାତରେ। ମାତ୍ର 2-3 ମିନିଟ୍ ପରେ ସେ ସାଙ୍ଗେ ସାଙ୍ଗେ ଥଣ୍ଡା, ଉପର ଭାଗଟା ଥଣ୍ଡା ହେଇଯିବ। ତେଣୁ ହାତରେ ଟିକେ ସେଟ୍ କରିକି ତାକୁ ଏମିତି ଚାରିକଣିଆ କରିକି ରଖିଦେବା। ମୁଁ ଥାଳିଆରେ ମଧ୍ୟ ସେଟ୍ କରିକି ଦେଖେଇଛି ଆଉ କେକ୍ ଟିନ୍ରେ ମଧ୍ୟ ସେଟ୍ କରିକି ଦେଖେଇଛି। ଏବେ ତାକୁ ଥଣ୍ଡା କରିଦେବା।
ଅଧା ଘଣ୍ଟା ଖଣ୍ଡେ ଥଣ୍ଡା ହେଇଗଲା ପରେ ସେ ସେଟ୍ ହେଇଯିବ। ତାପରେ ଛୁରୀରେ ଟିକେ ଘିଅ ଲଗେଇକି ତାକୁ ଆମେ ଏମିତି ଛୋଟ ଛୋଟ ପିସ୍ କରିକି କାଟି ନେବା। ଖୁବ୍ ସହଜରେ ଆଉ ସୁବିଧାରେ ପୁରା ବାହାରି ଆସିବ। ତାକୁ ଗୋଟେ ଜାଗାକୁ ବାହାର କରିନେବା। ମୁଁ ଏମିତି ବେଲୁନ ପିଢ଼ା ଉପରେ ବାହାର କରିନେଇଛି। ଆପଣ ଥାଳି ବା ବେଲୁନ ପିଢ଼ା ଉପରେ ବି ମଧ୍ୟ କାଢ଼ିପାରିବେ। କାଢ଼ିକି ତାକୁ ଛୋଟ ଛୋଟ ପିସ୍ କରି କାଟିକି ରଖିନେବା। ଏବେ କଡ଼େଇରେ ତେଲ ଦେଇକି ଗ୍ୟାସରେ ବସେଇବା। ତେଲ ଭଲ ଭାବରେ ଗରମ ହେଇଗଲା ପରେ ଆମେ ସବୁ ଯେଉଁ ପିଠାକୁ କାଟିକିନା ରଖିଲେ ଛୋଟ ଛୋଟ କରିକି ତାକୁ ଦେଇଦେବା। ଏକା ସାଙ୍ଗରେ ବହୁତ ଗୁଡ଼େ ପିସ୍ ପକେଇବେନି। ମାତ୍ର 4-5 ଖଣ୍ଡ ଲେଖା ପକେଇକି ପ୍ରଥମେ ଆଗ ଛାଣି ନେବା। ପକେଇ ସାରିଲା ପରେ ଗ୍ୟାସ୍‌ର ଫ୍ଲେମ୍‌କୁ ଲୋ ଟୁ ମିଡିୟମ୍ କରିଦେବା। ଯଦି ହାଇ ଫ୍ଲେମ୍‌ରେ ସାଙ୍ଗେ ସାଙ୍ଗେ ଆମେ ଏମିତି ପିଠାଟା ଛାଣିବା ନା ତାହେଲେ ଭିତର ପଟଟା କଞ୍ଚା ରହିଯିବ ବା ନରମ ହବନି ରହିଯିବ ଆଉ ଉପର ପଟଟା ଶୀଘ୍ର ଲାଲ ହେଇଯିବ। ତେଣୁ ପିଠା ପକେଇ ସାରିଲା ପରେ 2-3 ମିନିଟ୍ ପରେ 2 ମିନିଟ୍ ପରେ ତାକୁ ଫ୍ଲେମ୍‌କୁ ପୁରା ମିଡିୟମ୍ କରିଦେଇକି ପିଠା ଏକଦମ କ୍ରିସ୍ପି ଲାଲ ହେବା ପର୍ଯ୍ୟନ୍ତ ତାକୁ ଛାଣିକି ବାହାର କରିବା। ଏଥିରେ ତେଲ ବହୁତ କମ୍ ଖାଏ, ବେଶୀ ତେଲ ଟାଣେନି। ତେଣୁ ତାକୁ ଟିକେ କେବଳ ସମୟ ନେବ ସେ କ୍ରିସ୍ପି ହେବା ପାଇଁ। ତେଣୁ କ୍ରିସ୍ପି କରିକି ତାକୁ ଛାଣିବା। ଏମିତି ସବୁଗୁଡ଼ାକ ଛାଣିକି ବାହାର କରିନେବା। ନେକ୍ସଟ ବ୍ୟାଚ୍ ପକେଇବା ପୂର୍ବରୁ ପ୍ରଥମେ ତେଲକୁ ଭଲ ଭାବରେ ପୁଣି ଗରମ କରିଦେବା। ତେଲ ଗରମ ହେଇଗଲା ପରେ ପୁଣି ନେକ୍ସଟ ଆଉ 4-5 ଖଣ୍ଡ ପିଠା ପକେଇବା। ଏମିତି ସବୁଗୁଡ଼ାକ ଛାଣି ଆଣିବା। ଦେଖନ୍ତୁ ସବୁଗୁଡ଼ାକ ଛାଣି ସାରିଲା ପରେ ପିଠା କେତେ ସୁନ୍ଦର ଉପରଟା କ୍ରିସ୍ପି ହେଇଛି ଆଉ ଭିତରଟା ମୁଁ ଖୋଲିକି ବି ଦେଖୁଛି ଭାଙ୍ଗିକି। ଦେଖନ୍ତୁ ଭିତର ପୁରା ଯେମିତି କେକ୍‌ର ଭିତରେ ଯେମିତି ସ୍ପଞ୍ଜି ଥାଏ ସେମିତି ପୁରା ସ୍ପଞ୍ଜି ହେଇଛି। ଖାଇବାକୁ ବି ବହୁତ ସୁଆଦିଆ। ତ ଫ୍ରେଣ୍ଡସ୍ ନିଶ୍ଚୟ ବନାନ୍ତୁ। ହୋଲି ଆସୁଛି, ଦୋଳ ପୂର୍ଣ୍ଣିମାରେ ନିଶ୍ଚୟ ଏ ନୂଆ ପ୍ରକାର ପିଠା ବନେଇ ଖାଆନ୍ତୁ। କେମିତି ଲାଗିଲା ମୋତେ କମେଣ୍ଟସ୍ କରିକି ଜଣାଇବେ।